ଶିମିଳିପାଳ ପାଦଦେଶରୁ ରାଜଧାନୀ ବସ୍ ସେବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଗ୍ରାମରୁ ଭୁବନେଶ୍ୱରକୁ ବସ୍ ସେବା ବନ୍ଦ ହୋଇଯାଇଛି। ପୁନଃ ଚଳାଚଳ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଉଛି। ତେବେ ସୂଚନା ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ସ୍ଥିତ ଖୁଣ୍ଟା ବ୍ଲକ ଅନ୍ତର୍ଗତ ଭଳାଗଡ଼ିଆ ଗ୍ରାମରୁ ବାରମ୍ବାର ଦାବି ପରେ ଭୁବନେଶ୍ୱରକୁ ଏକ ଘରୋଇ ବସ୍ ଚଳାଚଳ ଆରମ୍ଭ କରିଥିଲା। ତେବେ ଉକ୍ତ ବସ୍ ଉପରେ ଭଳାଗଡ଼ିଆ, ବାହାନଡ଼ା, କରକଚିଆ, ଡେଙ୍ଗାମ, ବଡ଼ପଥରା ଆଦି 5ଗୋଟି ଗ୍ରାମ ପଞ୍ଚାୟତ ନିର୍ଭର କରୁଥିଲେ। କିନ୍ତୁ ଉକ୍ତ ବସ୍ର ଭଳାଗଡ଼ିଆ ପର୍ଯ୍ୟନ୍ତ ଚଳାଚଳ ନିମନ୍ତେ ପରମିଟ୍ ଥିବା ସତ୍ତ୍ୱେ ବସ୍କୁ ଉଦଳାଠାରେ ଅଟକାଇ ରଖାଯାଉଛି, ଯାହା ଫଳରେ ସ୍ଥାନୀୟ 5ଗୋଟି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ଗମନାଗମନରେ ସମସ୍ୟା ସୃଷ୍ଟି ହେଉଛି। ଉଦଳାଠାରୁ ଭଳାଗଡ଼ିଆ 25 କିଲୋମିଟର ଦୂର ହୋଇଥିବା ବେଳେ ରାଜଧାନୀକୁ ବସ୍ ସେବା ପାଇଁ ଅନେକ ବାଟ ଅତିକ୍ରମ କରି ଯିବା ପାଇଁ ପଡ଼ୁଛି। ଏଥିସହିତ ସ୍ଥାନୀୟ ଅଞ୍ଚଳର ରୋଗୀମାନେ କଟକ, ଭୁବନେଶ୍ୱରରେ ଚିକିତ୍ସିତ ହେବା ପାଇଁ ଯିବା ମଧ୍ୟ କଷ୍ଟସାଧ୍ୟ ହୋଇଛି। ଗ୍ରାମବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାର ସମାଧାନ ପାଇଁ ମଙ୍ଗଳବାର ଅପରାହ୍ନ ପ୍ରାୟ 12:30 ସମୟରେ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଛନ୍ତି। ଆସିଥିଲେ ଆମର ଭୁବନେଶ୍ୱରରୁ ବୁଢ଼ାଗଡ଼ିଆ ଗୋଟେ ବସ୍ର ପରମିଟ୍ ହେଇଛି, କିନ୍ତୁ ଓଦଳା ମାଲିକ ସଂଘ ବସ୍ ସଂଘ ସେମାନେ ଛାଡ଼ିବା ପାଇଁ ନାରାଜ। ସେଇଥିପାଇଁ ଆମେ ଏଠି ଗୋଟେ ଲିଖିତ ଆକାରରେ ଗୋଟେ କଲେକ୍ଟରଙ୍କୁ ଦଉଛୁ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଭଳାଗଡ଼ିଆ ଗ୍ରାମରୁ ଆମେ ଆସିଛୁ। ଯେଉଁ ଜିଲ୍ଲାପାଳଙ୍କ ପାଖକୁ ଆମେ ଆସିଛୁ ଯେ ଆମର ଦୀର୍ଘ ଦିନ ହେଲା ବସ୍ କମ୍ୟୁନିକେସନ୍ ଗୋଟେ ଭୁବନେଶ୍ୱର ରାଜଧାନୀରୁ ଗୋଟେ ଆମ ଗାଁକୁ ଆସୁଛି ବସ୍, ଗୋଟେ ବିଜୟା ବସ୍ ମାତ୍ର ଗୋଟେ ବସ୍ ହିଁ ଆସୁଥିଲା। କିନ୍ତୁ ତାପରେ ଗୋଟେ ଆସୁଥିଲା ସନେକ୍ସ ବସ୍, ତାପରେ ଆସୁଥିଲା ଆପଣଙ୍କ ଶ୍ରୀରାମ ବସ୍। ତାର ସ୍ୱତନ୍ତ୍ର ପରମିଟ୍ ଅଛି। ଆମେ ଶିମିଳିପାଳ ପାଦଦେଶରୁ ଆମେ ବିଲଙ୍ଗ କରୁ। ଆମର ଶିମିଳିପାଳ କହିତେ ଗଲେ ଆମେ ଶିମିଳିପାଳ ଆମ 8 କିଲୋମିଟର। ସେଇଠୁ କମ୍ୟୁନିକେସନ୍ ଗଲିବାକୁ ଆମର ପିଲାମାନେ ପାଠ ପଢ଼ିବାର ସଫର ହେଉଛନ୍ତି। ମେଡ଼ିକାଲ ଯିବା ଆସିବା ପାଇଁ ଆମେ ବହୁତ ଅସୁବିଧା ହେଉଛୁ। କିନ୍ତୁ ଉଦଳା ବସ୍ ମାଲିକ ସଂଘ ସେ ବସ୍ ମାଲିକକୁ ଆମେ ପଚାରିଲୁ, ପଚାରିବା ସତ୍ତ୍ୱେ ସେ କହିଲେ କି କ'ଣ ଆମ ବସ୍ ମାଲିକ ସଂଘ ଉଦଳା ବସ୍ ମାଲିକ ସଂଘ ଆମକୁ ଛାଡ଼ୁନାହାନ୍ତି, ଆପଣ ଗୋଟେ ଜିଲ୍ଲାପାଳଙ୍କୁ ଗୋଟେ ଆପ୍ଲିକେସନ୍ ଦିଅନ୍ତୁ। ଆଜି ଆମେ ଆସିଛୁ ଜିଲ୍ଲାପାଳଙ୍କ ପାଖରେ ଯେଉଁ ଗ୍ରିଭେନ୍ସ ଆଜି ବସିଛି, ସେ ଗ୍ରିଭେନ୍ସ ଆମେ ଗୋଟେ ଆଜି ଆପ୍ଲିକେସନ୍ ଫର୍ମାଟ୍ ଦେବା ପାଇଁ ଆସିଛୁ। କିନ୍ତୁ ଯଦି ବସ୍ ଟିକେ ଚାଲିଥାନ୍ତା, କିନ୍ତୁ ଆମର ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ଯିବା ଆସିବା କମ୍ୟୁନିକେସନ୍ ସୁବିଧା ହୁଅନ୍ତା। ଯେଉଁ ମେଡ଼ିକାଲରେ ଆମେ ଯେଉଁ ମାନେ ଯିବା ଗୋଟେ ଦିନରେ ଆମେ 2 ଥର ଯିବା ଆସିବା କରିପାରିଥାନ୍ତୁ, ବହୁତ ସଫର ହେଉଥିଲା। କିନ୍ତୁ ସେ ବସ୍ ମାଲିକ ସଂଘ କ'ଣ ପାଇଁ ତାଙ୍କର କେଉଁ କୋପ ଦୃଷ୍ଟି ପଡ଼ୁଛି ସେମାନେ ଛାଡ଼ୁନାହାନ୍ତି, ସେଟା ତାଙ୍କ ଉପରେ ନଜିର ରହିଛି। କିନ୍ତୁ ଆମେ ଆସୁ ସେ ଜିଲ୍ଲାପାଳ କ'ଣ ଆକ୍ସନ୍ ନେଉଛନ୍ତି ତା ଉପରେ ବିଚାର କରାଯିବ ଆଉ।